ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଯାଇଥିଲୁ ଟିକେ ବାହାରକୁ ବୁଲିବା ପାଇଁ। ଆରେ ଆରେ ମତେ ଇଏ କୁଆଡ଼େ ନେଇ ଯାଉଛ? ଚାରିଆଡ଼େ ଖାଲି ଗଛ ଦେଖାଯାଉଛି, ମତେ ବଣକୁ ନେଇ ଆସିଲ ନା କିସ? ହେଲେ ଗୋଟେ କଥା ସତ, ଏ ଗଛ ସବୁ ଭାରି ସୁନ୍ଦର ଦେଖାଯାଉଛି। ସେଥିପାଇଁ ସେଠି ଛିଡ଼ା ହୋଇ ସେ ସୁନ୍ଦର ଦୃଶ୍ୟର ଉପଭୋଗ କଲୁ। ଆଉ ଏଇ ସୁନ୍ଦର ଜାଗାରେ କିଛି ଫଟୋ ନ ଉଠେଇବା ସେମିତି କ'ଣ କେବେ ହେଇପାରିବ? ତାପରେ ଆସି ଆମେ ପହଞ୍ଚିଲୁ ମୋ ଅଜା ଘରେ। ମୋ ଅଜା ସେଠି ପପିଆ ବିଛଉଥିଲେ, ଆଉ କାଳୁ ଆମକୁ ଚାହିଁଥିଲା ଆମେ କ'ଣ କରୁଛେ ଦେଖୁଥିଲା। ଛୁଆ ଯେହେତୁ ଶୋଇଯାଇଥିଲା ତାକୁ ଆମେ ନେଇନଥିଲୁ, ହେଲେ ଘରକୁ ଫେରି ଦେଖିଲା ବେଳକୁ ଛୁଆ ତ ବେଶ ମଜାରେ ଖେଳୁଛି ଆଉ। ଛୁଆର ଖେଳ ଦେଖିସାରି ଆମେ ପ୍ଲାନ୍ କଲୁ ଉଳିଆରି ମାଛର ପକୋଡ଼ା ଛାଣିବୁ। ଆଉ ଆମେ ଉଳିଆରି ମାଛର ପକୋଡ଼ା ଫାଷ୍ଟ ଟାଇମ୍ ଟ୍ରାଏ କଲୁ, ହେଲେ ଫାଷ୍ଟ ଟାଇମ୍ରେ ଉଳିଆରି ପକୋଡ଼ା ଛକ୍କା ମାରିଦେଲା। ସତରେ ସାଙ୍ଗମାନେ ଭାରି ଟେଷ୍ଟ ଲାଗୁଥିଲା। ସାଙ୍ଗମାନେ ଆଜି ଆମର ଖାଇବା ଉପରେ ଖାଇବାର ମଜା ପଡ଼ିଛି। ସେଠି ଖାଇସାରିବା ପରେ ଏଠି ଦେଖୁନାହାନ୍ତି ମାମୁଁ ଘର ଚୁନା ରୁଟି ସାଙ୍ଗକୁ ଦେଶୀ କୁକୁଡ଼ା ଝୋଳ କରି ଆମକୁ ଖାଇବା ପାଇଁ ଡାକିଥିଲେ, ଆଉ ବହୁତ ଟେଷ୍ଟ ଲାଗୁଥିଲା।